ଯାହାର ଅଙ୍ଗୁଳି ନିର୍ଦ୍ଦେଶରେ ଶୁଷ୍କ ମରୁଭୂମି ଉପରେ ପ୍ରସ୍ଫୁଟିତ ହେଉଥିଲା ଗୋଲାପ କୁସୁମ, ଯାହାର ପଦାଘାତରେ ଚୂର୍ଣ୍ଣ ବିଚୂର୍ଣ୍ଣ ଗିରିବର ଶୃଙ୍ଗ, ଯାହାର ଗୋଟିଏ ମାତ୍ର ଆଦେଶରେ ସ୍ୱର୍ଗାଧିପତି ଇନ୍ଦ୍ର ଆସି ଓଡ଼ିଶା ପ୍ରଦେଶ ମଧ୍ୟରେ କରୁଥିଲେ ବସବାସ, ଯାହାର ଗୋଟିଏ ମାତ୍ର ଆଦେଶରେ ସ୍ୱର୍ଗର ରମ୍ଭା ମେନକା ଯଶୋଦା ତିଲୋତ୍ତମା ଆସି ରାଜ ଦରବାରେ କରନ୍ତି ନୃତ୍ୟ, ଯାହାକୁ ଦେଖି ଭୟ କରେ ସ୍ୱୟଂ ଯମ ମହାରାଜ, ଯାହାର ଆଦେଶରେ ପ୍ରକମ୍ପିତ ଏହି ଓଡ଼ିଶା ପ୍ରଦେଶ, ଯାହାର ଗୋଟିଏ ମାତ୍ର ଆଜ୍ଞାକୁ ଅବମାନନା କଲେ କେତେ ଲୋକଙ୍କୁ ପଠାଇଛି ମହିଷମନ ସଦନେ। ସପ୍ତରଥୀ ମାନଙ୍କ ମଧ୍ୟରୁ ଗଣାଯାଏ ମହି ଏହି ଓଡ଼ିଶା ରାଜ୍ୟରେ। ନମସ୍କାର ଦର୍ଶକ ବନ୍ଧୁ, ଯେଉଁମାନେ ଏହି ଅଧ୍ୟାୟକୁ ଆପଣମାନେ ଦେଖୁଛନ୍ତି, ମୁଁ ମହେଶ ପଣ୍ଡା ଆପଣ ମାନଙ୍କର ପ୍ରିୟ ୟୁଟ୍ୟୁବ ଚ୍ୟାନେଲ ସତ୍ କହିଲେ ଛାତି ଫାଟେର ଗୋଟେ ନୂତନ ଅଧ୍ୟାୟକୁ ଆପଣ ମାନଙ୍କୁ ମଥାପାତି ସ୍ୱାଗତ ଜଣାଏ। ଅନ୍ୟ କାହାକୁ ଆକ୍ଷେପ କରିବା, କାହାରି ହୃଦୟରେ ଦରଦ ଆଣିବା ମୋର କର୍ତ୍ତବ୍ୟ ନୁହେଁ। ମୁଁ ସମାଜକୁ ସଚେତନ କରାଇବାକୁ ଚାହେଁ ଯେ ଅର୍ଥ ବଳ, ବାହୁବଳ, ଧନ ବଳ, ରାଜନୀତିର ପାୱାର ହେଉ କି କୁର୍ଚ୍ଚିର ଦୌରାତ୍ମ୍ୟ ହେଉ, କୌଣସି ଯୁଗରେ ରହିନାହିଁ କିମ୍ବା ରହିବ ନାହିଁ। ସେଥିପାଇଁ ଆପଣ ମାନଙ୍କ ସାମ୍ନାରେ ମତେ ଛିଡା ହେବାକୁ ପଡିଲା। ଯେଉଁ ବ୍ୟକ୍ତି କାଲି ନିଜର ଇଙ୍ଗିତରେ କେତେ କେତେ କୁକର୍ମ କରି ସାରିଛି, ରାଜନୀତିର ପାୱାର ଦେଖାଇ କେତେ କେତେ ଲୋକଙ୍କୁ ଜେଲ ଯାତ୍ରା କରେଇଛନ୍ତି। ଯେଉଁ ଲୋକ ଦିନେ ଚିନ୍ତା କରୁଥିଲା ଅନ୍ୟାୟ, ଅନୀତି, ଦୁର୍ନୀତି, ଦୁରାଚାର, ଭ୍ରଷ୍ଟାଚାର କରିବା ମୋର ପରମ୍ପରା, ମୋର ବଂଶ ପରମ୍ପରା, ମୋର ଆଭିଜାତ୍ୟ ବୋଲି ନିଜେ ନିଜକୁ ଚିନ୍ତା କରୁଥିବାର ଓଡ଼ିଶା ପ୍ରଦେଶର ଜଣେ ବାହୁବଳୀ ନେତା। ମୁଁ ଆଗରୁ ଆପଣ ମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି ମୋର ପ୍ରିୟ ଦର୍ଶକ ବନ୍ଧୁ, କେହି କାହାରି ହୃଦୟକୁ ନେବେ ନାହିଁ ଏ କଥାଟା। ଯେଉଁ ବ୍ୟକ୍ତି ରାଜନୀତିର ପାୱାରରେ ଏତେ ଚୂର୍ଣ୍ଣ ଥିଲା, ସତ୍ତାର ଲୋଭରେ ନିଜକୁ ଏତେ ମାୟା ବିମୋହିତ କରିସାରିଥିଲା, ମଣିଷକୁ ମଣିଷ ଆଖିରେ ନ ଦେଖି କେତେ କେତେ ସିନିୟର ସିଟିଜେନ ବୃଦ୍ଧା ମାନଙ୍କୁ ହାତ ଉଠେଇଛନ୍ତି, କେତେ କେତେ ଲୋକଙ୍କୁ ଲମ୍ବା ଜେଲ ଯାତ୍ରା କରେଇଛନ୍ତି। ଯେଉଁ ବ୍ୟକ୍ତି ଦିନେ ଚିନ୍ତା କରୁଥିଲା 33 କୋଟି ଦେବାଦେବୀଙ୍କ ବସବାସ ଯେଉଁ ଗୋମାତା ହୃଦୟରେ, এই ଓଡ଼ିଶା ପ୍ରଦେଶର ଖଣି ଖାଦାନ ଲୁଣ୍ଠନ କରିବା ମୋର ବ୍ୟକ୍ତିଗତ ପରମ୍ପରା, ଆଭିଜାତ୍ୟ ବୋଲି ଯିଏ ନିଜକୁ ମଣୁଥିଲା, ସେ ଆଜି ଶଯ୍ୟାଶାୟୀ। ମୋର ପ୍ରିୟ ଦର୍ଶକ ବନ୍ଧୁ, କେହି ରହି ନାହିଁ, ରହିବେ ନାହିଁଟି ଭବ ରଙ୍ଗ ମୋହିତଲେ, ଆପଣା ଆପଣା କଉଡ଼ି ସରିଲେ ଫେରିଯିବେ କାଳ ବୋଲେ, ଫେରିଯିବେ କାଳ ବୋଲେ। ସ୍ୱୟଂ ନାରାୟଣ ମଧ୍ୟ ଅବତାର ନେଇ ନିଜର ଦେହ ତ୍ୟାଗ କରିବାକୁ ପଡିଛି। ଏହି ମହିମଣ୍ଡଳକୁ ଯିଏ ଆସିଛି ତାକୁ ଦିନେ ନା ଦିନେ ଯିବା ପାଇଁ ପଡିବ। କିଛି ଯିବ ନାହିଁ, ରାଜନୀତି ପାୱାର ନା ହାତରେ ଯିବ, ନା କୌଣସି ଧନ ଯିବ, ଟଙ୍କା ଯିବ, ନା ପୁତ୍ର ଯିବ, ନା ପତ୍ନୀ ଯିବ, କେହି ଯିବେ ନାହିଁ। ଯେମିତି ଆମେ ଏହି ଧରାଧାମକୁ ଆସିଥିଲା ସେମିତି ହିସାବରେ ଆମକୁ ଯିବାକୁ ପଡିବ। ଆପଣ ମାନେ ଏଇଟା ଚିନ୍ତା କରୁଥିବେ ଯେ ସମ୍ବଲପୁରିଆ ଲୋକଟେ ଆଜି କାହିଁକି ସାହିତ୍ୟିକ ଭାଷାରେ କହୁଛି। ଓଡ଼ିଶା ପ୍ରଦେଶର ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଖକୁ ଏହି ମୋର ମେସେଜଟା ଯାଉ ଯେ ଧନ, ଜୀବନ, ଯୌବନ ଏଇଟା ଚିରସ୍ଥାୟୀ ନୁହେଁ। ରାଜନୀତିର ପାୱାର, ଅର୍ଥ ବଳ, ବାହୁବଳ, ଧନ ବଳ କିଛି ସାଙ୍ଗରେ ଯିବ ନାହିଁ। କାହାକୁ ନେଇକି ଗର୍ବ କରିବା ମୋର ପ୍ରିୟ ଦର୍ଶକ ବନ୍ଧୁ। ଆମ ପଶ୍ଚିମ ଓଡ଼ିଶାର ଜଣେ ରାଜନେତାର এই ইতিহাস ସବୁଦିନ ପାଇଁ ରହିଯିବ। ସେତୁ ଗୋଟେ କଥାଟି ଅଛି, ଦୟାକରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣ ମାନଙ୍କର ଯଦି ପସନ୍ଦ ଆସୁଛି ସବସ୍କ୍ରାଇବ ଟେ ନିଶ୍ଚିତ ଭାବରେ କରିବେ ମୋର ପ୍ରିୟ ଦର୍ଶକ ବନ୍ଧୁ। ଆପଣ ମାନଙ୍କର ସମ୍ମୁଖରେ ଗୋଟେ ଗୀତ ଉତ୍ଥାପନ କରୁଛି ମୁଇଁ। ଆଶାର ମନ୍ଦିର ତୋଳି प्रीति दीप थिला जाली
অকাল ঝড়রে ভাঙ্গি গলা চূড়া, কাল ঝড় আসে মারি, সুখ সূর্য যায় বুড়ি। হে মোর ওড়িশাবাসী, ମୁଁ ଯେଉଁ କୁକର୍ମ କରିଛି, ମୁଁ ଯେଉଁ କଳା ଧନ ଅର୍ଜନ କରିଛି, ଅନେକ ଲୋକଙ୍କୁ ନିର୍ଯାତନା ଦେଇ ଜେଲ ଯାତ୍ରା করে ଦୁର୍ନୀତି ଦୁରାଚାର ଭ୍ରଷ୍ଟାଚାର କୁକର୍ମରେ ଲିପ୍ତ ଥାଇ ଅର୍ଥ ବଳ ବାହୁବଳ ରାଜନୀତିର ସତ୍ତାରେ ମୁଁ ଅନ୍ଧ ହୋଇ ଯେଉଁ କୁକର୍ମ କରିଛି, ଭଗବାନ ମତେ ଆଜି ଉପଯୁକ୍ତ ଶାସ୍ତି ଦେଇଛନ୍ତି। ମୁଁ ହାତ ଯୋଡ଼ି ଓଡ଼ିଶାବାସୀ ସମସ୍ତଙ୍କୁ ନିବେଦନ କରେ, ମୋ ଭଳି ଏମିତି ବାହୁବଳର ଅର୍ଥ ବଳର ରାଜନୀତି ସତ୍ତା ପାୱାରର କେହି ବି ଏମିତି ମୋର ପରି କରିବେ ନାହିଁ। ଉପରେ ଯଦି ଧର୍ମ ଅଛି ମତେ ଦେଖୁଥିବେ, ନିଶ୍ଚିତ ଭାବରେ ମତେ କ୍ଷମା କରିବେ ବୋଲି ମୁଁ ଆଶା ରଖୁଛି। এইটা ଗୋଟିଏ ନେତାର ପରିଭାଷା ମୁଁ କହିବାକୁ ଚାହେଁ। ମୋର ପ୍ରିୟ ଦର୍ଶକ ବନ୍ଧୁ, ମତେ ଦେଖୁଥିବାର ମୋର ମା ଭଉଣୀ ମାନେ, ମୋର ଗୁରୁଜନ ମଣ୍ଡଳୀ, এইটা ଜଣେ ବିଜୁ ଜନତା ଦଳର ପଶ୍ଚିମ ଓଡ଼ିଶାର ଗୋଟିଏ ନେତାର ଭାଷା ଆପଣ ମାନଙ୍କ ସମ୍ମୁଖରେ ମୁଁ ରଖୁଛି। আর শেষରେ ଗୋଟିଏ ପଦ କହିକି ରଖିବି। ଭାଗବତରେ ଉଲ୍ଲେଖିତ ଅଛି, ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଲେ ତାହା ଜାଣି। ଯେଉଁ ସମୟରେ ମୃତ୍ୟୁ ଶଯ୍ୟାରେ ମଣିଷ ପଡ଼େ, ତାର ଜୀବନର ପ୍ରତ୍ୟେକ ପାପ ପୁଣ୍ୟ ନିଜ ଆଖି ଆଗରେ ସ୍ୱପ୍ନ ମାଧ୍ୟମରେ ଛିଡ଼ା ହୋଇଯାଏ। সেই ସ୍ୱପ୍ନ କେହି ନ ଦେଖନ୍ତୁ, ସମସ୍ତଙ୍କ ପାଇଁ ଭଗବାନ ଆପଣ ମାନଙ୍କ ଚଳା ପଥରେ ପୁଷ୍ପ ଅର୍ପଣ କରନ୍ତୁ। ଆପଣ ମାନଙ୍କ ଦୁଃଖ ଯାଇ ସୁଖ ଆସୁ। ଯେଉଁମାନେ ବି ରାଜନୀତି କ୍ଷେତ୍ରରେ ଆପଣ ମାନେ ଅବତୀର୍ଣ୍ଣ କରିଛନ୍ତି, ଅଛନ୍ତି, ଏମଏଲଏ ଅଛନ୍ତି କିମ୍ବା ମନ୍ତ୍ରୀ ପଦରେ ଅଛନ୍ତି, এইটা ସବୁଦିନ ପାଇଁ ନୁହଁ, କିଛି ଦିନ ପାଇଁ। ମୋର ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣ ମାନେ ଭଲ କର୍ମ କରିବେ, ନିଶ୍ଚିତ ଆପଣ ପବ୍ଲିକ ର ପ୍ରିୟ ଭାଜନ ହେଇ ରହିବେ। ନଚେତ୍ ଯଦି କୁକର୍ମ କରିବେ, ମୋର ପରି ଅବସ୍ଥା ଆପଣ ମାନେ ମଧ୍ୟ ପାଇବେ। ସେଥିପାଇଁ ମୁଁ ହାତ ଯୋଡ଼ି ନିବେଦନ କରେ, ମୋର ଓଡ଼ିଶାବାସୀ, ମୋର ପରି ରାଜନୀତି କେହି ନ କରନ୍ତୁ। ଶେଷରେ এইটা କହିବି, ଜୟ ଶ୍ରୀରାମ।